नमस्कार सांगମାନେ ଆପଣ ମୋତେ सोशल मीडिया रे ଶୁଣୁଥିବେ ଘରେ ବସି ଇନକମ୍ କରିବା ପାଇଁ ଅନଲାଇନରେ ଇନକମ୍ ହୁଏ ଇନଭେଷ୍ଟ ଛଡ଼ା ଟଙ୍କା ଇନକମ୍ କରିପାରିବେ କି ଇନକମ୍ କମାନ୍ତି ଲୋକ ଇନକମ୍ କରନ୍ତି କିନ୍ତୁ ପ୍ରଶ୍ନ ହେଉଛି ଏହା ସତ କି ନା କେବଳ ଲୋକଙ୍କୁ ଆଟ୍ରାକ୍ଟ କରାଯାଉ କରିବା ପାଇଁ ଏଇଟା କୁହାଯାଉଛି। ଆଜିର ଏହି ଭିଡ଼ିଓରେ ଆମେ ସତ କଥା ଜାଣିବା ଇନଭେଷ୍ଟମେଣ୍ଟ ଛଡ଼ା ଅନଲାଇନ୍ ଇନକମ୍ ପସିବଲ୍ କି ନୁହେଁ। ରିଏଲିଟିଟା କ'ଣ ସତଟା କ'ଣ ପ୍ରଥମେ ଗୋଟିଏ କଥା ସତ ସେଇଟା ଆପଣ ବୁଝିବା ଦରକାର ଯେଉଁଟାକି ଅନଲାଇନ୍ ଇନକମ୍ କରିବା ପାଇଁ ସବୁବେଳେ ଟଙ୍କା ଇନଭେଷ୍ଟ ଦରକାର ନୁହେଁ। କିନ୍ତୁ ଯଦି କ'ଣ ଟଙ୍କା ସ୍କିଲ୍ ଇନଭେଷ୍ଟମେଣ୍ଟ ଟାଇମ୍ ଇନଭେଷ୍ଟମେଣ୍ଟ କନସିଷ୍ଟେନ୍ସି ଏହି ତିନୋଟି ଜିନିଷ ନିଶ୍ଚୟ ଦରକାର। ଯଦି କେହି କହୁଛନ୍ତି କିଛି କରିବିନି ଘରେ ବସି ହଜାର ହଜାର ଟଙ୍କା ଇନକମ୍ କରିବି ତେବେ ବୁଝିଯାଆନ୍ତୁ ଯେ ସେଇଟା କ'ଣ 100% ସତ ନୁହେଁ। ଏକ୍ଜାମ୍ପଲ୍ କ'ଣ ନା ଆପଣ ଭାବନ୍ତୁ ଯଦି ୟୁଟ୍ୟୁବ୍ ଚ୍ୟାନେଲ୍ଟି ଆପଣ ଷ୍ଟାର୍ଟ କଲେ ଠିକ୍ ଅଛି ତାହା ପାଇଁ ବଡ଼ ଇନଭେଷ୍ଟମେଣ୍ଟ ଦରକାର କି ନା। କିନ୍ତୁ ସେଥିରେ କ'ଣ ଦରକାର ନା ଗୋଟେ ମୋବାଇଲ୍ ଫୋନ୍ ଟିକେ ନଲେଜ୍ ଟିକେ କନଫିଡେନ୍ସି ଠିକ୍ ଅଛି ଏହାଦ୍ୱାରା ଆପଣ ଷ୍ଟାର୍ଟ କରିପାରିବେ ୟୁଟ୍ୟୁବ୍ ଚ୍ୟାନେଲ୍। ଦେନ୍ କିନ୍ତୁ ଇନକମ୍ ଆସିବା ପାଇଁ ଟାଇମ୍ ଲାଗିବ ନିଶ୍ଚୟ ଏଫର୍ଟ ଲାଗିବ ନିଶ୍ଚୟ ଠିକ୍ ଅଛି। ତ ଚାରିଟା ୱେ ହେଉଛି 4 ways ଟୁ ଷ୍ଟାର୍ଟ ୱିଦାଉଟ୍ ଇନଭେଷ୍ଟମେଣ୍ଟ ବୁଝିପାରିଲେ। କେମିତି ଦେଖନ୍ତୁ ଏବେ ଆମେ ଜାଣିବା ଇନଭେଷ୍ଟମେଣ୍ଟ ଛଡ଼ା କେଉଁଟା ଅନଲାଇନ୍ ଇନକମ୍ ଷ୍ଟାର୍ଟ କରିପାରିବେ ଆପଣ। ଫର୍ଷ୍ଟ ହେଲା କଣ୍ଟେଣ୍ଟ କ୍ରିଏସନ୍। ଆଜିକାଲି ଯେଉଁ ଡିଜିଟାଲ ୱାର୍ଲଡରେ ୟୁଟ୍ୟୁବ୍ ଇନଷ୍ଟାଗ୍ରାମ ଫେସବୁକ୍ ଏହି ପ୍ଲାଟଫର୍ମ ଗୁଡ଼ିକ ଦ୍ୱାରା କଣ୍ଟେଣ୍ଟ କ୍ରିଏଟ୍ କରି ଫ୍ୟୁଚରରେ ଇନକମ୍ ଆପଣ କରିପାରିବେ। ଯଦି ଆପଣ କୁକିଂ ମୋଟିଭେସନ୍ ଏଜୁକେସନ୍ ଡେଲି ଲାଇଫ୍ ଟିପ୍ସ ସେୟାର କରୁଛନ୍ତି ତେବେ ଲୋକ ଆପଣଙ୍କ କଣ୍ଟେଣ୍ଟ ଦେଖିବେ ନିଶ୍ଚୟ। ତ ସେଇଟା ଗଲା ଆମର କଣ୍ଟେଣ୍ଟ କ୍ରିଏସନ୍ ଉପରେ। ସେକେଣ୍ଡ ଆସୁଛି ଫ୍ରିଲାନ୍ସିଂ। ଆପଣ ଯଦି ଜାଣନ୍ତି ଗ୍ରାଫିକ୍ ଡିଜାଇନ୍ ଭିଡ଼ିଓ ଏଡ଼ିଟିଂ ରାଇଟିଂ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲିଂ ତେବେ ଫ୍ରିଲାନ୍ସିଂ ପ୍ଲାଟଫର୍ମରେ କ୍ଲାଏଣ୍ଟ ପାଇଁ ଆପଣ ଇନକମ୍ କରିପାରିବେ। ଠିକ୍ ଅଛି। ଥାର୍ଡ଼ ପଏଣ୍ଟ କ'ଣ ନା ଆଫିଲିଏଟ୍ ମାର୍କେଟିଂ। ଯଦି ଆଫିଲିଏଟ୍ ମାର୍କେଟିଂ ଆପଣଙ୍କୁ ପ୍ରଡ଼କ୍ଟ କ୍ରିଏଟ୍ କରିବା ଦରକାର ନାହିଁ ଠିକ୍ ଅଛି ସେଠି କେବଳ ପ୍ରଡ଼କ୍ଟକୁ ରେକମେଣ୍ଡେଡ଼ କରିବେ ସେଲ୍ ହେଲେ ଆପଣ କମିଶନ୍ ମିଳିବ। ଏଇଟା ଗଲା ଆପଣ ଆଫିଲିଏଟ୍ ମାର୍କେଟିଂ। ଫୋର୍ଥରେ କ'ଣ ଆସୁଛି ଗାଇସ୍ ନା ଡିଜିଟାଲ ସ୍କିଲ୍ସ। ଆଜିର ଦୁନିଆରେ ଡିଜିଟାଲ ସ୍କିଲ୍ସ ହେଉଛି ଫ୍ୟୁଚର ଇନକମ୍। ଯେମିତି କାନଭା ଡିଜାଇନ୍ ଭିଡ଼ିଓ ଏଡ଼ିଟିଂ କଣ୍ଟେଣ୍ଟ ରାଇଟିଂ ସୋସିଆଲ ମିଡ଼ିଆ ମାର୍କେଟିଂ ଠିକ୍ ଅଛି। ଏହି ସ୍କିଲ୍ ଶିଖିଲେ ଫ୍ୟୁଚରରେ ଆପଣ ଇନକମ୍ ଅପରଚ୍ୟୁନିଟିସ୍ ବଢ଼ିଯାଏ। ଇମ୍ପୋର୍ଟାଣ୍ଟ ଆଡ଼ଭାଇସ୍ କ'ଣ ରହିଲା ନା ମୋର ଗୋଟେ ଆଡ଼ଭାଇସ୍ ମନେ ରଖନ୍ତୁ ଆପଣମାନେ ଅନଲାଇନ୍ ଇନକମ୍ରେ ସର୍ଟକଟ୍ ନାହିଁ କେବେ ବି ଠିକ୍ ଅଛି। ବହୁତ ଜଣ ଭାବନ୍ତି ନା ଆଜି ଚାହିଁଲେ କାଲି ଇନକମ୍ ନା ଇଏ ସର୍ଟକଟ୍ ନୁହେଁ। ଏଥିରେ ଆପଣଙ୍କୁ ସ୍ମାର୍ଟ ୱାର୍କ ଲର୍ଣ୍ଣିଂ ଆଉ କନସିଷ୍ଟେନ୍ସି ମେଣ୍ଟେନ୍ କରିବାକୁ ହିଁ ପଡ଼ିବ। ତାହେଲେ ହିଁ ଆପଣ ଅନଲାଇନ୍ ୱାର୍ଲଡରେ ଇନକମ୍ କରିବା ପସିବଲ୍। ମୋଟିଭେସନ୍ ଉପରେ କ'ଣ ସ୍ପେଶିଆଲି ହାଉସ୍ ୱାଇଫ୍ମାନଙ୍କୁ ହାଉସ୍ ୱାଇଫ୍ ମାନେ ଭାବନ୍ତି ଯେ ମୁଁ ଘରେ ରହୁଛି ମୋର କିଛି କରିବା ପସିବଲ୍ ନୁହେଁ। କିନ୍ତୁ ସତ କଥା ହେଉଛି ଆଜି ମୋବାଇଲ୍ ଥିଲେ ନା ଗୋଟେ ସମସ୍ତଙ୍କ ପାଖରେ ଯେଉଁଠି ଛୋଟ ମୋବାଇଲଟେ ବି ଥାଉ ତା ସହିତ ଗୋଟେ ଇଣ୍ଟରନେଟ୍ ଯଦି ଅଛି ତାକୁ ଶିଖିବା ଯଦି ଇଚ୍ଛା ଅଛି ନା ତ ଆପଣ ମଧ୍ୟ ଅନଲାଇନ୍ ୱାର୍ଲଡରେ ନିଜ ଆଇଡେଣ୍ଟିଟି କ୍ରିଏଟ୍ କରିପାରିବେ। ସେଥିପାଇଁ ଆପଣ ଗୋଟେ ଡିସିସନ୍ ନିଅନ୍ତୁ ଟାଇମ୍ ୱେଷ୍ଟ କମ୍ କରନ୍ତୁ ସ୍କିଲ୍ ଲର୍ଣ୍ଣିଂ ଷ୍ଟାର୍ଟ କରନ୍ତୁ ଏବଂ ଦିନେ ନିଶ୍ଚୟ ଆପଣ ଅନଲାଇନ୍ ୱାର୍ଲଡରେ ଇନକମ୍ କ୍ରିଏଟ୍ କରିପାରିବେ। ଦେଖନ୍ତୁ ମେନ୍ ଜିନିଷ ହେଲା ଆପଣଙ୍କୁ ନିଜେ ଡିସାଇଡ଼୍ କରିବାକୁ ପଡ଼ିବ ଆପଣ କେଉଁ ଟପିକ୍ ଉପରେ କଣ୍ଟେଣ୍ଟ କରିବା ପାଇଁ ଚାହୁଁଛନ୍ତି ଠିକ୍ ଅଛି। ତ ସେଇ ଯଦି ୟୁଟ୍ୟୁବ୍ ବହୁତ ପ୍ଲାଟଫର୍ମ ଅଛି ଶିଖିବା ପାଇଁ ଠିକ୍ ଅଛି ତ ଆପଣ ସେଠି ଶିଖିପାରିବେ ନା। ଯଦି ଆପଣଙ୍କୁ ପ୍ରପର୍ ଗାଇଡ଼େନ୍ସ ଦରକାର ପ୍ରପର୍ ମେଣ୍ଟରସିପ୍ ଦରକାର ତାହେଲେ ଆପଣ ଅନ୍ୟ କାହାର ବି ହେଲ୍ପ ନେଇକି ବି ଆପଣ ଶିଖିପାରିବେ ଠିକ୍ ଅଛି। ତ ସେମିତି କିଛି ନୁହେଁ ଯେ ବିନା ଦେଖନ୍ତୁ ବିନା ମେଣ୍ଟରସିପ୍ ବିନା ଇଏରେ ଶିଖିବେ କ'ଣ କହିଲେ ବିନା ଗାଇଡ଼ରେ ଶିଖିବେ ତ ନିଜେ ନିଜେ ଯେତେବେଳେ ଶିଖିବେ ସେ ବହୁତ ସମୟ ନେବ ଠିକ୍ ଅଛି। ଯଦି ଆପଣ ୱାନ୍ ଟାଇମ୍
ଥରେ ଇନଭେଷ୍ଟମେଣ୍ଟ କରିକି ଛୋଟ ପ୍ୟାକେଜ୍ ବରଂ ହଉ ସେଠି ଯଦି ଆପଣଙ୍କର ସେଠି ଆପଣ ଶିଖିଲେ ଆପଣ ସାର୍ଟିଫିକେଟ୍ ବି ପାଇବେ। ତା ସହିତ ଆପଣ ଗୋଟେ ପ୍ରପର୍ ଗାଇଡ଼େନ୍ସ ପାଇବେ, ପ୍ରପର୍ ଗୋଟେ ପ୍ଲାଟଫର୍ମ ପାଇବେ ଯେଉଁଥିରେ କି ମାନେ ଲୋକଙ୍କଠୁ ବହୁତ ଜିନିଷ ଆପଣ ଶିଖିବାକୁ ପାଇବେ। ଠିକ୍ ଅଛି, ନିଜେ ଶିଖିଲେ ନିଜ ଆଇଡ଼ିଆରେ ବହୁତ ଅଳ୍ପ କିନ୍ତୁ ଯେଉଁ ଦେଖନ୍ତୁ ଘରେ ଶିଖିବା ଅପେକ୍ଷା ଆମେ ଗୋଟେ ବିଦ୍ୟାଳୟକୁ ଯାଇ ପାଠ ପଢ଼ିଲେ ବହୁତ ଆକାଶ ପାତାଳ ଫରକ, ବହୁତ ଡିଫରେଣ୍ଟ ଟିଚର୍ ଆସନ୍ତି। ଠିକ୍ ସେହିପରି ଆପଣ କୌଣସି ପ୍ଲାଟଫର୍ମରେ ଯଦି ଆପଣ ଶିଖିବେ ସେଠି ଯେଉଁମାନେ ଆମର ପରଫେକ୍ଟ ଥାଆନ୍ତି ପ୍ରତି କ୍ଷେତ୍ରରେ, ତ ସେମାନେ ଆସିବେ ଯେଉଁ ମେଣ୍ଟର୍ ଗୁଡ଼ା ଥାଆନ୍ତି ସେମାନେ ସବୁ ସମସ୍ତଙ୍କ ମାଇଣ୍ଡ ଅଲଗା ଅଲଗା ଥାଏ, ସମସ୍ତେ କିଛି କିଛିଟା ନ୍ୟୁ ଶିଖାନ୍ତି। ତ ସେଠି ଆପଣ ଶିଖିବେ ଯଦି ବହୁତ ଶୀଘ୍ର ଗ୍ରୋ କରିପାରିବେ। ଠିକ୍ ଅଛି, ଯଦି ଗାଇଜ୍ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ କମେଣ୍ଟ ସେୟାର ନିଶ୍ଚୟ କରିବେ। ଏହିଭଳି ଅନଲାଇନ୍ ଅର୍ନିଂ ଓ ଡିଜିଟାଲ ସ୍କିଲ୍ ଟିପ୍ସ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲି, ଧନ୍ୟବାଦ।